କଣ ଆପଣ ବିନା ତରକାରୀରେ କେବେ ଭାତ ଖାଇଛନ୍ତି କି? ଯଦି ଖାଇନାହାନ୍ତି ତ ଆଜି ହିଁ ଖାଇବା ଆଉ ଏମିତିଆ ଭାତ ଖାଇଲେ ତରକାରୀ ଖାଇବା ଭୁଲିଯିବେ। ତ ହାଇ ଫ୍ରେଣ୍ଡ, ସିକ୍ରେଟ ଫୁଡି ଚ୍ୟାନେଲ ଆପଣଙ୍କର ସ୍ୱାଗତ ହେଇଗଲା। ତ ଆଜି ମୁଁ ଆପଣଙ୍କୁ ଦେଖେଇବି ଚିକେନ ଫ୍ରାଇଡ ରାଇସ୍ କେମିତି କରିବି, ଯୋଉଟା କି ଏତେ ହେଲ୍ଦି ତ ହେଲ୍ଦି ଆଉ ବହୁତ ମଧ୍ୟ ଟେଷ୍ଟି ବି ହେଇଥାଏ। ବିନା ତରକାରୀରେ ବିନା ଆଚାରରେ ଆପଣ ଏଇ ଭାତଟି ଖାଇପାରିବେ। ତ ଚାଲନ୍ତୁ ବିନା ଡେରି ନକରି ଆରମ୍ଭ କରିବା। ପ୍ରଥମେ ଦେଖନ୍ତୁ, ମୁଁ ଏଇଠି ନେଇଯାଇଛି ବୋନଲେସ୍ ଚିକେନ, ହାଡ଼ ନଥିବା ଚିକେନ। ତା ଉପରେ ଦେଇଦେଇଛି ମୁଁ 1 ଚାମଚ କର୍ନଫ୍ଲୋର। ସ୍ୱାଦ ଅନୁସାରେ ଏଇଠି ମୁଁ ଦେଇଦେଇଛି ଲୁଣ। ତ ଦେଖିପାରୁଥିବେ ଫ୍ରେଣ୍ଡ, ଏଇଟା ଆମେ ଦେଇଦେବା ଜିରା ଗୁଣ୍ଡ। ଆପଣଙ୍କ ପାଖରେ ଯଦି ଜିରା ଗୁଣ୍ଡ ନାହିଁ ତ ତାହେଲେ ଆପଣମାନେ ଚିକେନ ମସଲା ବି ଏଇଠି ଆଡ୍ କରିପାରିବେ। ଟିକେ ଏଇଠି ଦେଖନ୍ତୁ, ମୁଁ ଦେଇଦେଲି ହଳଦୀ ପାଉଡର ଚୁଟକି ପରିକା, ଆଉ ଏଇଠି ଲଙ୍କା ଗୁଣ୍ଡ ଦେଇଦେଲି 1 ଚାମଚ। ଆଉ ଏଇଠି ଦେଖନ୍ତୁ ଦେଇଦେଲି ଜିଞ୍ଜର ଗାର୍ଲିକ ପେଷ୍ଟ, ମାନେ ଅଦା ରସୁଣ ପେଷ୍ଟ କରିକି ଏଇଠି ଦେଇଦେଲି। ତ ଏଇଠି ଦେଖନ୍ତୁ ସବୁତକ ଆମେ ହାତରେ ବହୁତ ବଢିଆ ଭାବରେ ମିକ୍ସ କରିଦେବା। ସବୁ ମସଲା ଯେମିତି ଆମ ଚିକେନରେ କୋଟ୍ ହେଇଯିବ। ତ ଏହି ଟାଇପ୍ର ଆପଣ କରିସାରିଲା ପରେ ୟାକୁ ଯଦି ଟାଇମ୍ ଅଛି ଆପଣ ତ ତାହେଲେ ରେଷ୍ଟ କରିବାକୁ 10 ମିନିଟ୍ ରଖିଦିଅନ୍ତୁ। ଯଦି ଟାଇମ୍ ନାହିଁ ତ ଡାଇରେକ୍ଟ ଆପଣ କଡ଼େଇକୁ ଚାଲନ୍ତୁ। ତ ଦେଖନ୍ତୁ, ଏଇଠି ମୁଁ ଆପଣଙ୍କୁ ଇନଷ୍ଟାଣ୍ଟ କରିକି ଦେଖଉଛି। ତ ଡାଇରେକ୍ଟ ଏଇଠି ମୁଁ କଡ଼େଇକି ଗଲି। କଡ଼େଇରେ ଏଇଠି ମୁଁ ପକେଇଦେଲି ଆମର ଚିକେନ ତେଲ। ଆମେ ରିଫାଇନ ତେଲ ନେଇଥିଲେ, ତ ରିଫାଇନ ତେଲରେ ଗୋଟେ ଗୋଟେ କରି ଚିକେନ ପକେଇଦେଲେ। ତ ମୁଁ ଏଇଠୁ ବଡ଼ ବଡ଼ ପିସ୍ ନେଇଛି, କାଟିନି, କାହିଁକି ନା ସେମିତି ବି ଆମେ ଚିକେନଟାକୁ କାଟିବା। ତେଣୁକରି ମୁଁ ଛୋଟ ପିସ୍ ଟୋଟାଲି କରିନି, ବଡ଼ ବଡ଼ ପିସ୍ ନେଇଯାଇଛି। ତ ଦେଖିପାରୁଥିବେ, ୟାକୁ ବହୁତ ବଢିଆ ଭାବରେ 3-6 ମିନିଟ୍ ଏପଟ ସେପଟ କରିଦେବା। ଗୋଟେ ପଟ 3 ମିନିଟ୍ ଆଉ ଗୋଟେ ପଟ 3 ମିନିଟ୍ ଗରମ ଗରମ ତେଲରେ ପକେଇକି ମିନିମମ୍ 6 ମିନିଟ୍ ଖଣ୍ଡେ ଏଇଠି ତେଲରେ ରଖିଦେବା। ଯେମିତିକି, ଆଉ ମନେ ରଖନ୍ତୁ, ଯେତେବେଳେ ଛଣାଛଣି କରୁଛନ୍ତି ସବୁବେଳେ ତେଲଟାକୁ ହାଇ ରଖନ୍ତୁ। ତ ଯେମିତିକି ଆମର ହଉଛି ସିକ୍ରେଟ ଫୁଡି, ତ ଆପଣ ଜାଣିଥିବେ ମୁଁ ଏଇଠି ଆପଣଙ୍କୁ ସିକ୍ରେଟ ଟିପ୍ସ ଦଉଛି ସବୁ ଭିଡ଼ିଓରେ। ତ ଏଇ ଭିଡ଼ିଓରେ ବି ମୁଁ ଆଜି ଆପଣଙ୍କୁ ସିକ୍ରେଟ ଟିପ୍ସ ଦେବି। ତ ସିକ୍ରେଟ ଟିପ୍ସ ଆପଣଙ୍କୁ ଏଇ ଭିଡ଼ିଓରେ ବି 3ଟିରୁ ଅଧିକ ବି ସିକ୍ରେଟ ଟିପ୍ସ ମିଳିପାରେ। ତ ଭିଡ଼ିଓ ଏପର୍ଯ୍ୟନ୍ତ ଯେ ଲାଇକ୍ କରିନାହାନ୍ତି ତ ଲାଇକ୍ କରିଦିଅନ୍ତୁ। ଆଉ ଯଦି ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିନାହାନ୍ତି ସେୟାର କରିଦିଅନ୍ତୁ, ବହୁତ ବଢ଼ିଆ ବଢ଼ିଆ ଟିପ୍ସ ଦେଖିବା ପାଇଁ ଆଉ ବହୁତ ବଢ଼ିଆ ବଢ଼ିଆ ଭିଡ଼ିଓ ଦେଖିବା ପାଇଁ। ତ ଚାଲନ୍ତୁ ସିକ୍ରେଟ ଟିପ୍ସ ପାଇଁ ଜାରି ରୁହନ୍ତୁ ଏଇଠି। ତ ଦେଖନ୍ତୁ, ଏଇଠି ମୁଁ ପ୍ରଥମେ ସବୁତକ ଚିକେନ ବାହାର କରିଦେଲି। ଏଇଠି ନେଇଯାଇଛି ମୁଁ ତେଲରେ ମୁଁ ଏଇଠି ପକେଇ ଦେଇଛି ରସୁଣ ଅଦା ଛୋଟ ଛୋଟ କାଟିକି। ଆଉ ଏଇଠି ମୁଁ ଦେଇଦେଇଛି ଭୃସଙ୍ଗ ପତ୍ର। ତ ପଏଣ୍ଟ ନମ୍ବର 1 ହଉଛି ଭୃସଙ୍ଗ ପତ୍ରକୁ ଆପଣ ଅଧିକ ଦିନ କେମିତି ରଖିବେ। ଭୃସଙ୍ଗ ପତ୍ରରୁ ଗଛରୁ ଓପାଡ଼ି ଆଣନ୍ତୁ, ତାକୁ ବହୁତ ବଢ଼ିଆ ଭାବରେ ୱାଶ କରିଦିଅନ୍ତୁ। ଗୋଟେ ଡବା, ଯେକୌଣସି ଗୋଟେ ଡବାରେ ପେପର ପକେଇ ଦିଅନ୍ତୁ, କିମ୍ବା ଯେକୌଣସି କାଗଜ ପକେଇ ଦିଅନ୍ତୁ, କିମ୍ବା ଟିସୁ ପେପର ପକେଇ ଦିଅନ୍ତୁ। ତା ଭିତରେ ଆପଣ ରଖିକି ଡବାଟା ବନ୍ଦ କରିକି ଫ୍ରିଜରେ ରଖନ୍ତି, ହଉଛି ଆପଣଙ୍କର ଟିପ୍ସ ନମ୍ବର 1। ତ ଦେଖନ୍ତୁ, ତାପରେ ମୁଁ ଏଇଠି ପିଆଜ ପକେଇଦେଲି। ପିଆଜ ପକେଇ ଦେଇ ସାରିଲା ପରେ ମୁଁ ଏଇଠି ବିନ୍ ଦେଇଦେଇଛି। କାଟି ହେଇ ରଖିଥିବା ମୁଁ ଏଇଠି ଦେଇଦେଇଛି ପତ୍ତା କୋବି। ଆଉ ଏଇଠି ମୁଁ ଦେଇଦେଇଛି କ୍ୟାପ୍ସିକମ୍ ଆଉ ଗାଜର। ତ ଏଇଠି ଲଙ୍କା ମଧ୍ୟ ମୁଁ ଏଇଠି ଚପ୍ ଚପ୍ କରିକି କାଟିକି ଦେଇଦେଇଛି। ଆଉ ଏଇଠି ସ୍ୱାଦ ଅନୁସାରେ ଲୁଣ ଦେଇଦେବା, ଯେମିତିକି ଆମର ସବୁତକ ମସଲା ସିଝିଯିବ ଆଉ ସବୁତକ ପରିବା ମଧ୍ୟ ସିଝିଯିବ। ତ ଏଇଠି ମୁଁ ଆପଣଙ୍କ ସହିତ ସେୟାର କରିବି ଟିପ୍ସ ନମ୍ବର 2। ତ ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ଲୋକ କ'ଣ କରନ୍ତି ନା, ସକାଳୁ ଉଠିକି ଯେଉଁମାନେ ଅଫିସ ଯାଆନ୍ତି କିମ୍ବା ଯେଉଁମାନଙ୍କର ଅଧିକ କାମ ଥାଏ, ଛୁଆ ଫୁଆ ରେଡି କରିବା ବଦଳରେ ତାଙ୍କୁ କ'ଣ ହେଇଥାଏ ନା, ସେମାନେ ବେଶୀ ଶୀଘ୍ର କରିପାରନ୍ତିନି, ପରିବା ଫରିବା କାଟି ପାରନ୍ତିନି। ତ ଆପଣଙ୍କ ଲାଗି ହେଉଛି ସିକ୍ରେଟ ଟିପ୍ସ ହେଉଛି 2 କି ଆପଣଙ୍କ ପାଖରେ ଯେତେବେଳେ ଟାଇମ୍ ମିଳୁଛି ଆପଣଙ୍କୁ ପରିବାଟା କାଟି ଦିଅନ୍ତୁ। କାଟି ଦେଇକି ଡବାରେ, ଅଲଗା ଅଲଗା ଡବାରେ ପରିବା ସବୁ ଭର୍ତ୍ତି କରିକି ରଖିଦିଅନ୍ତୁ ଅଲଗା ଅଲଗା। ଯଦି ଆପଣ ଚାହୁଁଛନ୍ତି ବି ଗୋଟେ ସହିତ ରଖିପାରିବେ ଗୋଟେ ଡବାରେ, ତ ତାକୁ ବହୁତ ବଢ଼ିଆ ଭାବରେ ୱାଶ କରିଦିଅନ୍ତୁ। ପାଣିରେ ଟିକେ ଲୁଣ ପକେଇକି ୱାଶ କରିଦେବେ। ୱାଶ କରିସାରିଲା ପରେ ସେ ଡାଇରେକ୍ଟ ଛାଣିକି ଆପଣ ଡବାରେ ରଖିଦେବେ। ରଖି ସାରିଲା ପରେ ତାକୁ ଡବାଟା ଭଲ ଭାବରେ ଘୋଡ଼ଣି ଦେଇକି ଫ୍ରିଜରେ ରଖିଦେବେ। ସେ ଆପଣଙ୍କର 2-3 ଦିନ ପର୍ଯ୍ୟନ୍ତ ପରିବା ପୁରା ତାଜା ହେଇକି ରହିବ। ତ ଦେଖନ୍ତୁ ଫ୍ରେଣ୍ଡ, କଥା ହେବା ଭିତରେ ମୁଁ ଏଇଠି ଆମର ଚିକେନଟାକୁ ବି ବହୁତ ଛୋଟ ଛୋଟ ପିସ୍ କରିକି କାଟି ଦେଇଛି। ଆଉ ଅଣ୍ଡାଟାକୁ ମୁଁ ଏଇଠି ମଧ୍ୟ ଦେଇଦେଇଛି। ଅଣ୍ଡାଟାକୁ ମୁଁ ଦେଇଦେଇଛି ଆମର ଏଇଠି କଡ଼େଇ ଉପରେ। ଟିକେ ଏଇଠି ହଳଦୀ ଗୁଣ୍ଡ ପକେଇ ଦେଇଛି, ଟିକେ ଲଙ୍କା ଗୁଣ୍ଡ ପକେଇ ଦେଇଛି, ଟିକେ ଏଇଠି ମସଲା ଦେଇଦେଇଛି ଚିକେନ ମସଲା, ଆଉ ଟିକେ ଏଇଠି ଗରମ ମସଲା ଦେଇଦେଇଛି। ଯଦି ଆପଣଙ୍କ ପାଖରେ କୌଣସି ମସଲାଟା ନାହିଁ ତ ଆପଣ ଏଇଠି ସ୍କିପ୍ ମଧ୍ୟ କରିପାରିବେ। ଆଉ ଏଇଠି ଦେଖନ୍ତୁ, ମୁଁ ଟିକେ ପକେଇ ଦେଇଛି ଗୋଲମରିଚକୁ ଗୁଣ୍ଡ କରିଦେଇକି 8-10ଟି ଗୋଲମରିଚ ଗୁଣ୍ଡ ଏଇଠି ମୁଁ କରି ପକେଇ ଦେଇଛି। ଆଉ ବହୁତ ବଢ଼ିଆ ଭାବରେ ଆମେ ଏଇଠି ମିକ୍ସ କରିଦେବା। ଦେଖନ୍ତୁ, ମୁଁ ବହୁତ ବଢ଼ିଆ ଭାବରେ ଏଇଠି ମିକ୍ସ କରିଦେଇଛି ସବୁତକ। ଅଣ୍ଡାର ଯେମିତି ସବୁତକ ମିକ୍ସ ହେଇଯିବ। ଦେଖନ୍ତୁ, ବହୁତ ବଢ଼ିଆ ଭାବରେ ବହୁତ କମ୍ ଟାଇମ୍ରେ ଆପଣ ଏଇଠି
ଏଇଠି ମିକ୍ସ କରିପାରିବେ। ତ ଥାର୍ଡ଼ ଟିପ୍ସ ଆପଣଙ୍କୁ କହିବା ପୂର୍ବରୁ ତ କହି ରଖୁଛି, ଯଦି ଏପର୍ଯ୍ୟନ୍ତ ଆପଣ ଲାଇକ୍ କରିନାହାନ୍ତି ତ ଲାଇକ୍ କରିଦିଅନ୍ତୁ, ଆଉ କେଉଁ ଜାଗାରୁ ଆପଣ ଦେଖୁଛନ୍ତି ମୋତେ ସେୟାର କରିଦିଅନ୍ତୁ। ଆଉ ଏଠି ଦେଖନ୍ତୁ ମୁଁ ନେଇଯାଇଛି ଭାତ, ଯେଉଁଟାକି ମୁଁ ବାସମତୀ ରାଇସ୍ ନେଇଛି। ଆପଣ ଯେକୌଣସି ଚାଉଳ ୟୁଜ୍ କରିପାରିବେ, ଯଦି ଘରେ କରିକି ଖାଉଛନ୍ତି ଯେକୌଣସି ଚାଉଳ ଏଇଟା ଆପଣ ୟୁଜ୍ କରିପାରିବେ। ତାକୁ ମୁଁ ବଏଲ୍ କରିଦେଇଥିଲି, ସେ ମିନିମମ୍ ଏଇଠି 10 ମିନିଟ୍ ଖଣ୍ଡେ ତାକୁ ବଏଲ୍ କରିଦେଇଥିଲି। ଆଉ ବହୁତ ବଢ଼ିଆ ଭାବରେ ଭାତ ହେଇଯାଇଛି, ତାକୁ ନେଇଯାଇଛି। ତାପରେ ମୁଁ ଏଠି ଦେଇଦେଇଛି ଚିକେନ୍। ତ ଚିକେନ୍ ଦେଇଦେଇକି ଏଠି ମୁଁ ଦେଇଦେଇଛି ସୋୟା ସସ୍। ତ ବସ୍ ଆଉ କିଛି ବେଶୀ ଆମର ଆଡ଼୍ କରିବା ଦରକାର ନାହିଁ। ତ ଆପଣ ୟାକୁ ଏହିପରି ଭାବରେ ମିକ୍ସ କରିଦିଅନ୍ତୁ। ତ ଆପଣଙ୍କ ପାଇଁ ଥାର୍ଡ଼ ଟିପ୍ସ ଏଇଆ ହେଉଛି କି ଆପଣଙ୍କ ପାଖରେ ଯଦି ଟାଇମ୍ ନାହିଁ କିମ୍ବା ଟାଇମ୍ ମିଳୁନି ଭାତ ଫାତ ବସିବାକୁ, କିମ୍ବା ଆପଣ ଗୋଟେ ଟାଇମ୍ରେ ସବୁ ଜିନିଷ କରିବାକୁ ଚାହୁଁନାହାନ୍ତି, ତ ଆପଣ ଚାହିଁଲେ ପରିବା ଯେଉଁତକ ଟାଇମ୍ରେ କାଟୁଛନ୍ତି ସେଇତକ ଟାଇମ୍ରେ ଆପଣ ଭାତକୁ ବନେଇକି ରଖିପାରିବେ। ଯଦି ଆପଣ 2 ରୁ 3 ଦିନ ପରେ ଖାଉଛନ୍ତି ତ ଫ୍ରିଜ୍ରେ ଯେକୌଣସି ଜାଗାରେ ଆପଣ ରଖିଦିଅନ୍ତୁ, ତା ଉପରେ କିଛିଟା ଗୋଟେ ପ୍ଲେଟ୍ ଘୋଡ଼େଇ ଦିଅନ୍ତୁ। ଘୋଡ଼େଇକି ଆପଣ ଫ୍ରିଜ୍ରେ ରଖିପାରିବେ। ଫ୍ରିଜରରେ ନୁହଁ, ଫ୍ରିଜ୍ରେ ରଖିପାରିବେ। ଯେଉଁଠି ତରକାରୀ ପତ୍ର ରଖୁଛନ୍ତି ଏଇ ଫ୍ରିଜ୍ରେ ଆପଣ ରଖିକି ଘୋଡ଼େଇ ଦେବେ। ଆପଣଙ୍କର ରାଇସ୍ ଭାତ ମିନିମମ୍ 6 ରୁ 7 ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରହିବ, କିଛି ବି ଖରାପ ହେବନି। ଦେଖନ୍ତୁ, ତ ଇଏ ଥିଲା ଆମର ଥାର୍ଡ଼ ଟିପ୍ସ। ତା ପୂର୍ବରୁ ଆମେ ଏଇଠି ପକେଇ ଦେଇଛି ପିଆଜର ପତ୍ର, କଟା ହେଇ ରଖିଥିବା ପିଆଜର ପତ୍ର ଆମେ ଏଇଠି ପକେଇ ଦେଇଛି, ଆଉ କିଛିଟା ଧନିଆ ପତ୍ର ପକେଇ ଦେଇଛି। ଆଉ ଇଏ ଦେଖନ୍ତୁ ଆମର ରେଡ଼ି ହେଇଗଲାଣି ଚିକେନ୍ ଭାତ। ତ ଇଏ ଦେଖନ୍ତୁ ବହୁତ ବଢ଼ିଆ ଲାଗେ, ବହୁତ ଟେଷ୍ଟ ଲାଗେ। ତ ଯଦି ଆପଣଙ୍କ ପାଖରେ ଯେକୌଣସି ପରିବା ଭିତରୁ କୌଣସି ଗୋଟେ ପରିବା ନାହିଁ ତ ଆପଣ ସ୍କିପ୍ କରିପାରିବେ। ଯଦି ଆପଣଙ୍କୁ କୌଣସି ପରିବା ପସନ୍ଦ ତ ଆପଣ ଆଡ଼୍ କରିପାରିବେ, ଯେମିତିକି ମଟର ହେଇଗଲା, ବରଗୁଡ଼ି ହେଇଗଲା। ତ ଆପଣ ତାକୁ ଛୋଟ ଛୋଟ କାଟିକି ଆପଣ ଆଡ଼୍ କରିପାରିବେ। ମଟରକୁ ବି ମଧ୍ୟ ଏଇଠି ଆପଣ ଆଡ଼୍ କରିପାରିବେ। ଯେକୌଣସି ପରିବା ଆପଣଙ୍କୁ ପସନ୍ଦ, କୋବି, ଆଳୁ, ଆପଣ ତାକୁ ମଧ୍ୟ ଆଡ଼୍ କରିପାରିବେ। ତ ଇଏ ଥିଲା ଆଜିର ଆମର ଭିଡ଼ିଓ ଚିକେନ୍ ଭାତ, ଯେଉଁଟାକି ଆମେ ଫ୍ରାଏଡ଼୍ ରାଇସ୍ କହୁ। ମୁଁ ଚାଲିଲି ଖାଇବାକୁ, ବହୁତ ବଢ଼ିଆ ଟେଷ୍ଟ ଲାଗିଥିଲା। ୟା ସହିତ ଆପଣ କୌଣସି ତରକାରୀ ନ ଖାଇଲେ ଚଳିବ। ଛୁଆମାନଙ୍କୁ ଟିଫିନ୍ ଦିଅନ୍ତୁ, ନିଜେ ଖାଆନ୍ତୁ, ଏନ୍ଜୟ କରନ୍ତୁ। କେମିତି ଲାଗିଲା ମୋତେ